नमस्कार। ଆମେ ସମସ୍ତେ ନା ପାଣିରେ ଗାଧାଉ, କିନ୍ତୁ ଯୋଉ ଲୋକ ଝାଳରେ ଗାଧାଏ ନା ଇତିହାସ ତାକୁ ହିଁ ମନେ ରଖେ। ଗୋଟେ ଉଦାହରଣରୁ ବୁଝିବା ଆସନ୍ତୁ। ଗୋଟେ ପଥର ଜଙ୍ଗଲରେ ପଡିଥିଲା, ଆଉ ତା ସାଇଡରେ ଆଉ ଗୋଟେ ପଥର ପଡିଥିଲା। ଦିଟା ପଥର କଥାବାର୍ତ୍ତା ହେଲେ ଯେ ଆମକୁ ଜଙ୍ଗଲ ବାହାରକୁ ଯିବାନି। ଗୋଟେ ପଥର କହିଲା ଠିକ ଅଛି, ଯଦି ମତେ କିଏ ନେଇକି ଯିବ ମୁଁ ନିଶ୍ଚିତ ଜଙ୍ଗଲ ବାହାରକୁ ଯିବି, ଆଉ ଯଦି ମତେ କିଏ ତାର ୟୁଜ ରେ ଆଣିପାରିବ ଓବିୟସଲି ମୁଁ ତା ୟୁଜ ରେ ଆସିବି। ଆଉ ଗୋଟେ ପଥର କହିଲା ନା, ମତେ କଷ୍ଟ ଦରକାର ନାହିଁ, ମତେ କିଏ ହାତୁଡିରେ ବାଡେଇବ ମତେ ସେଇଟା ପସନ୍ଦ ନାହିଁ। ତ ରାଜାର ଲୋକମାନେ ଆସିଲେ ଗୋଟେ ମନ୍ଦିର ପ୍ରତିଷ୍ଠାରେ ମୂର୍ତ୍ତି ପାଇଁ ପଥର ଖୋଜିବା ପାଇଁ। ଯେତେବେଳେ ସେ ପଥରଟାକୁ ଦେଖିଲେ, ବଡ ପଥରଟା ଗୋଟେ ଥିଲା, ଗୋଟେ ସାନ ପଥର ଥିଲା। ବଡ ପଥର ସବୁବେଳେ ତା ଜାଗା ରହିବାକୁ ଚାହୁଁଥିଲା, ଗୋଟେ ସାନ ପଥର ସେ ଚାହୁଁଥିଲା ତାକୁ କେହି ୟୁଜ କରନ୍ତୁ। ତାକୁ ରାଜାର ଯୋଉ ଶ୍ରମିକ ମାନେ ଆସିଥିଲେ ବଡ ପଥରକୁ ଟେକିକି ନେଇ ପାରିଲେ, ତ ସେମାନେ କଣ କଲେ, ସାନ ପଥରକୁ ଟେକିକି ନେଲେ। ଆଉ ପଥରର ମୂର୍ତ୍ତି ଯେଉଁମାନେ ଗଢନ୍ତି ସିଏ ବାଡେଇ ବାଡେଇ ଗୋଟେ ସୁନ୍ଦର ଠାକୁରଙ୍କ ମୂର୍ତ୍ତି ତିଆରି କଲେ। ମନ୍ଦିର ପ୍ରତିଷ୍ଠା ହେଲା, ତ ପଥରରେ ନଡିଆ ବାଡେଇବା ପାଇଁ ଲୋକମାନେ ଅପେକ୍ଷା କଲେ। ତ ପୁଣି ଗୋଟେ ପଥର ଆବଶ୍ୟକତା ପଡିଲା, ତ ରାଜାର ଲୋକମାନେ ପୁଣି ସେ ଜଙ୍ଗଲକୁ ଲୋକମାନଙ୍କୁ ପଠେଇଲେ। ଆଉ ଯୋଉ ପଥର ଆସିବାକୁ ଚାହୁଁନଥିଲା ଜଙ୍ଗଲ ବାହାରକୁ, ତାକୁ ଲୋକମାନେ ଟେକିକି ଆଣିଲେ। ତାପରେ ଲୋକମାନେ ଜୋର ସେ ନଡିଆ ବାଡେଇଲେ। ବହୁତ ଲୋକ ଥିଲେ, ବହୁତ ପେନ୍ ହେଲା ସେ କଷ୍ଟକୁ। ଯେତେ ରାତିରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ସରିଗଲା, ସେ ବଡ ପଥରଟା ସାନ ପଥରକୁ ପଚାରିଲା, ତୁ ତ ମନ୍ଦିର ଭିତରେ ଠାକୁର ହେଇକି ପୂଜା ପାଉଛୁ, ମୁଁ ବାହାରେ ଏତେ କଷ୍ଟ କାହିଁକି ଶୋଉଛି? ସେତେବେଳେ ସେ ସାନ ପଥରଟା ଉତ୍ତର ଦେଲା, ଯଦି ତମେ ପ୍ରଥମେ କଷ୍ଟ ଆକ୍ସେପ୍ଟ କରିଥାନ୍ତ, ତମେ ପ୍ରଥମେ କଷ୍ଟଟାକୁ ଗ୍ରହଣ କରିଥାନ୍ତ, ଆଜି ମୋ ଜାଗାରେ ପୂଜା ପାଉଥାନ୍ତ। ଯେହେତୁ ତମେ ସେଇଟାକୁ ଗ୍ରହଣ କଲନି, ନିଜ ଜୀବନରେ ପରିବର୍ତ୍ତନକୁ ଆକ୍ସେପ୍ଟ କରୁନ, ନିଜ ଜୀବନରେ କଷ୍ଟ ମେହନତକୁ ଆକ୍ସେପ୍ଟ କରୁନ, ତ ଆପଣ ସେତେ ବଡ ହେଇପାରିବେ। ରାଧେ ରାଧେ।